ଆଜିର ପ୍ରଥମ ପ୍ରଶ୍ନଟି ହେଉଛି ଭାରତର କେଉଁ ରାଜ୍ୟରେ ଲୋକମାନେ କୁକୁରର ମାଂସ ଖାଆନ୍ତି? ଅପସନ୍ ଏ ଗୁଜୁରାଟ, ଅପସନ୍ ବି ହରିୟାଣା, ଅପସନ୍ ସି ପଞ୍ଜାବ, ଅପସନ୍ ଡି ନାଗାଲାଣ୍ଡ। ପ୍ରତ୍ୟେକ ପ୍ରଶ୍ନରେ ଆପଣଙ୍କୁ 5 ସେକେଣ୍ଡର ସମୟ ମିଳିବ। ଯଦି ଆପଣ କୌଣସି ଉତ୍ତର ଜାଣିଥିବେ ତେବେ ଆମକୁ କମେଣ୍ଟ ଜଣାନ୍ତୁ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ନାଗାଲାଣ୍ଡ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ବେଲୁନ୍ ସର୍ବପ୍ରଥମେ କେଉଁ ଦେଶ ତିଆରି କରିଥିଲା? ଅପସନ୍ ଏ ଆମେରିକା, ଅପସନ୍ ବି ଫ୍ରାନ୍ସ, ଅପସନ୍ ସି ଭାରତ, ଅପସନ୍ ଡି ହେଉଛି ରୁଷିଆ। ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଫ୍ରାନ୍ସ। ଆଜିର ତୃତୀୟ ପ୍ରଶ୍ନଟି ହେଉଛି ପ୍ରତିଦିନ ସକାଳୁ କ'ଣ ଖାଇଲେ ମଣିଷର ଉଚ୍ଚତା ଶୀଘ୍ର ବଢ଼ିଥାଏ? ଅପସନ୍ ଏ କଦଳୀ, ଅପସନ୍ ବି କିସମିସ୍, ଅପସନ୍ ସି ଗୁଡ଼, ଅପସନ୍ ଡି ବାଦାମ। ତେବେ ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି କିସମିସ୍। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପ୍ରତିଦିନ ଲେମ୍ବୁ ଖାଇଲେ କେଉଁ ସମସ୍ୟା ଦୂର ହୋଇଥାଏ? ଅପସନ୍ ଏ କିଡନୀ ଫେଲ୍, ଅପସନ୍ ବି ଡାଇରିଆ, ଅପସନ୍ ସି ମୋଟାପଣ, ଅପସନ୍ ଡି ହେଉଛି ହଇଜା। ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ମୋଟାପଣ। ଆଜିର ପଞ୍ଚମ ପ୍ରଶ୍ନଟି ହେଉଛି ପ୍ରତିଦିନ ଯୋଗ କଲେ କେଉଁ ରୋଗ ଠିକ୍ ହୋଇଯାଏ? ଅପସନ୍ ଏ ହାର୍ଟ ଚକ୍, ଅପସନ୍ ବି ଶ୍ୱାସ ରୋଗ, ଅପସନ୍ ସି କିଡନୀ ଷ୍ଟୋନ୍, ଅପସନ୍ ଡି ମଳକଣ୍ଟକ। ତେବେ ଆପଣଙ୍କର ସମୟ ସମାପ୍ତ ହୋଇଯାଇଛି। ଏହାର ଉତ୍ତରଟି ହେଉଛି ଅପସନ୍ ଏ ହାର୍ଟ ଚକ୍। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପରିସ୍ରା କରିବାର କେତେ ସମୟ ପରେ ପାଣି ପିଇବା ଉଚିତ? ଅପସନ୍ ଏ 5 ମିନିଟ୍, ଅପସନ୍ ବି 10 ମିନିଟ୍, ଅପସନ୍ ସି 20 ମିନିଟ୍, ଅପସନ୍ ଡି 30 ମିନିଟ୍। ଉତ୍ତରଟି ହେଉଛି ଅପସନ୍ ସି 20 ମିନିଟ୍। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପଖାଳ ଭାତ ଖାଇଲେ କେଉଁ ରୋଗ ଠିକ୍ ହୋଇଯାଏ? ଅପସନ୍ ଏ କ୍ୟାନ୍ସର, ଅପସନ୍ ବି ଅର୍ସ, ଅପସନ୍ ସି ବ୍ଲଡ଼ ପ୍ରେସର, ଅପସନ୍ ଡି ହେଉଛି ମଧୁମେହ। ଆପଣଙ୍କର ସମୟ ସମାପ୍ତ ହୋଇଯାଇଛି। ଏହାର ଉତ୍ତରଟି ହେଉଛି ଅପସନ୍ ସି ବ୍ଲଡ଼ ପ୍ରେସର।